ଆଜି କିଛି କହିବା ଏତେ ଭଲ ଲୋକ ଆମ ଗହଣରୁ ଛାଡ଼ି ଯାଉଛନ୍ତି। ପିଓଙ୍କ ବିଦାୟ ସମୟରେ ଝୁରୁଛି ପଞ୍ଚାୟତ। କହୁ କହୁ ଆଖିରୁ ଲୁହ ଝରି ପଡୁଛି। ଆଉ ସମ୍ଭାଳି ପାରୁନାହାନ୍ତି କୋହ। ତାଙ୍କ ପାଇଁ କଇଁ କଇଁ ହୋଇ କାନ୍ଦି ପକାଉଛନ୍ତି ଲୋକେ। ସେ ହେଉଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଜୋହାର ଗଣ୍ଡ। ତାଙ୍କର 26 ବର୍ଷ ଚାକିରି ଜୀବନ କାଳରେ ଲୋକଙ୍କ ପାଇଁ ତୁଲେଇଥିବା ତାଙ୍କ ନିଷ୍ଠାପର ଦାୟିତ୍ୱ ପାଇଁ ଆଜି ସମସ୍ତଙ୍କ ଆଖିରେ ଲୁହ ଝରୁଛି। ତାଙ୍କ ପାଇଁ ଭାବ ବିହ୍ୱଳ ହୋଇପଡୁଛି ପୁରା ପରିବେଶ। ତାଙ୍କ ଚାକିରି ଜୀବନଟା ସରିଯାଇଛି ସତ, କିନ୍ତୁ ତାଙ୍କୁ ଦୁଃଖରେ ବିଦାୟ ଦେଉଛନ୍ତି ପଞ୍ଚାୟତବାସୀ। ନାଗମତୀ ବଞ୍ଜେରା ମୁଖିକିଆ ଗ୍ରାମ ପଞ୍ଚାୟତର ସରପଞ୍ଚ। ପିଏ ସାର୍ ଥିଲେ ଆମର 2017 ଠୁ 2026 ଯାଏଁ ଥିଲେ। ଆମ ଆଜ୍ଞା ସରପଞ୍ଚ ଥିଲେ 2017 ଠୁ 2022 ପର୍ଯ୍ୟନ୍ତ। ଆଉ ମୁଁ 2022 ଠୁ ଏବେ 2024 ଆସିଲାଣି। ଗୋଟେ ବର୍ଷ ବାକି ଅଛି ମୋର ସରପଞ୍ଚ ପଦବୀ ସରିବାର। ତେଣୁକରି ପିଏ ସାର୍ ଆମର ଜୋହର ଆଜ୍ଞା ଥିଲେ ବହୁତ ପରିବାର ଭଳିଆ, ଗୋଟେ ପରିବାରରେ ଯେମିତି ପରିବାର ଥାନ୍ତି ସେମିତି ଆମେ ଥାନ୍ତୁ। ପରିବାରରେ ପାତରଅନ୍ତର ହେଉଥିଲା ସିନା ପିଏ ସାର୍ ସରପଞ୍ଚ ଆମର ଯୋଗାଣ ସହାୟକ ୱାର୍ଡ଼ ମେମ୍ବର ତାଙ୍କର ଇଏରେ ପାତରଅନ୍ତର ନଥିଲା। ସମସ୍ତଙ୍କୁ ସାର୍ ବହୁତ ବଢ଼ିଆ ସେ ଦେଖୁଥିଲେ। ଆମର ଗ୍ରାମ ପଞ୍ଚାୟତର ବି କାର୍ଯ୍ୟକାରୀ ବହୁତ ସୁନ୍ଦର ଭାବରେ ହେଉଥିଲା। ଆଜ୍ଞାଙ୍କ ସମୟରେ 2 ଥର ଆୱାର୍ଡ଼ ପାଇଥିଲା। ଗୋଟେ ନବୀନ ଓଡ଼ିଶାରେ ଗୋଟେ ଥର, ଆଉ ପ୍ରଧାନମନ୍ତ୍ରୀ ଆବାସ ଘର ବିଷୟରେ ବି ଆଜ୍ଞା ପାଇଥିଲେ। 2 ଥର ପାଇଥିଲେ। ଆମର 2000 ଆମର ପଞ୍ଚାୟତରେ 9 ବର୍ଷ ଟୋଟାଲ୍ ଥିଲେ ସାର୍। 9 ବର୍ଷରୁ 5 ବର୍ଷ 2 ଥର ପାଇଲେ। ବାକି ମୋତେ ଦୁଃଖ ଲାଗୁଛି ଯେ ମୋର ପିରିୟଡ଼ରୁ ବି କିଛି ମୁଇଁ ଆୱାର୍ଡ଼ ପାଇକି ଆସିଥାନ୍ତି ବୋଲିକି ମୁଁ ଟିକେ ଦୁଃଖରେ ଅଛି। ମୋ ନାଁ ଜଗବନ୍ଧୁ ପନକା, ଡଙ୍ଗରିଗୁଡ଼ା ମୋ ସ୍ଥାୟୀ ବାସିନ୍ଦା ଅଟେ। ଆଜି ଆମର ଏଇ ପଞ୍ଚାୟତରେ ବିଦାୟକାଳୀନ ସଭା ଥିଲା। ଆଉ ଆମମାନଙ୍କର ଜୋହର ଆଜ୍ଞା ଦୀର୍ଘ ବର୍ଷ ପରେ ମାନେ ଅନେକ କାର୍ଯ୍ୟନିର୍ବାହୀ କାର୍ଯ୍ୟ ଭାବରେ ପଞ୍ଚାୟତରେ କରିଥିଲେ। ବିଶେଷ କରି ଝରିଗାଁ ବ୍ଲକରେ ନମ୍ବର 1 ଆମେ ଯାହା ଭାବୁଛୁ 1 ନମ୍ବର ଲୋକ ସେ ପିଓମାନଙ୍କ ମଧ୍ୟରେ ବି। ଆଉ ସେଥିପାଇଁ ଆଜି ତାଙ୍କର ପାଇଁ ଲୋକ ଝୁରି ମରୁଛନ୍ତି। ସେ ସରକାରୀ ଭାବରେ ନିଯୁକ୍ତି ପାଇଥିଲେ, କିନ୍ତୁ ସେବା ଯେତିକି କରିବା କଥା ତାଠୁ ଦ୍ୱିଗୁଣ ଭାବରେ ମାନବ ସେବା ଭାବରେ କରିଥିଲେ। ଲୋକମାନଙ୍କୁ ଯେଉଁଟା ପହଞ୍ଚି ପାରୁନଥିଲା ସେ ନିଜେ ଯାଇ ସେ ପଚାରି ବୁଝୁଥିଲେ। ଲୋକମାନଙ୍କ ଭିତରେ ଦେଖିଲା ପରେ ତାଙ୍କର ଭିତରେ ଗୋଟେ ଦୟା ଆସୁଥିଲା ଯେ ଏଇ ଲୋକକୁ ଘର ଦରକାର, ଏଇ ଲୋକକୁ ପେନସନ୍ ଦରକାର, କି ଏଇ ସାହିରେ ରାସ୍ତା ଦରକାର। ସେ ନିଜେ ଉପସ୍ଥାପନ କରୁଥିଲେ, ଅନ୍ୟମାନେ କହିପାରିବେ ନାହିଁ। ଆସିଲା ପରେ ସେଇଟା ଅନ୍ୟ ଲୋକ ଦବାଇ ବି ଦିଅନ୍ତି, କିନ୍ତୁ ସେ ଖୋଲିକି ଓପେନ୍ ଲୋକ। ତ ସେ ଜଣେ ଶାନ୍ତ ସରଳ ବ୍ୟକ୍ତି ଆଉ ସଚ୍ଚୋଟ ଲୋକ। ସେ ତାଙ୍କ ଚାକିରି ଜୀବନଟାକୁ କେବଳ ଦାୟିତ୍ୱ ବୋଲି ନ ଭାବି ମାନବ ସେବା ହିଁ ମାଧବ ସେବା ଭାବେ ଗ୍ରହଣ କରିଥିଲେ, ଯାହା ଫଳସ୍ୱରୂପ ପଞ୍ଚାୟତର ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ହୃଦୟ ଜିଣିବାରେ ସଫଳ ହୋଇପାରିଛନ୍ତି। ସେ ଯେଉଁଠାକୁ ଯାଆନ୍ତି ତାଙ୍କର ଉତ୍ତମ ବ୍ୟବହାର, ଉତ୍ତମ ଆଚରଣ ଏବଂ ଉତ୍ତମ ଚରିତ୍ର କାରଣରୁ ସେ ସବୁ ଲୋକଙ୍କୁ ଆପଣାର କରିପାରିଥାନ୍ତି। ବାସନ୍ତୀ ନାୟକ, ମୋ ଡଙ୍ଗରିଗୁଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ। ଆଜି ତ ଆମମାନଙ୍କ ପାଇଁ ବହୁତ ଦୁଃଖର ଦିନ, ଯେହେତୁ ସାର୍ ଆମ ସହିତ 3 ବର୍ଷ କାଳ ରହିଛନ୍ତି। ସବୁ କାମରେ ଆମକୁ ସହଯୋଗ କରି ଆସୁଛନ୍ତି। ଆମକୁ ଆଜି ଆମ ଗହଣରେ ଛାଡ଼ିକି ଯାଉଛନ୍ତି, ଆମକୁ ବହୁତ ଦୁଃଖ ଲାଗୁଛି। ଆମେ ପଞ୍ଚାୟତ ଷ୍ଟାଫ୍ ସମସ୍ତଙ୍କୁ ଗୋଟିଏ ପରିବାର ଭଳିଆ ଦେଖି ଆସୁଥିଲେ। ଆଉ କେବେ ବି ଆମ ଷ୍ଟାଫ୍ ଭିତରେ ମନାନ୍ତର କିଛି ନାହିଁ। ଗୋଟିଏ ପରିବାର ଭଳିଆ ରହି ଆସିଛୁ। ସେଥିପାଇଁ ଆଜି ବହୁତ ଦୁଃଖ ଲାଗୁଛି। ତେବେ ଆଜି ତାଙ୍କର ବିଦାୟକାଳୀନ ସଭାରେ ସମସ୍ତଙ୍କ ମୁହଁରେ ଉଦାସ ଛାଇ ଯାଇଥିଲା। କାହା ମୁହଁରେ ଟିକେ ହସ ଦେଖିବାକୁ ମିଳିନଥିଲା। ସେ ଦାୟିତ୍ୱରେ ଥିବା 2ଟି ଯାକ ପଞ୍ଚାୟତ ଭିକ୍ଷା ଏବଂ ଡଙ୍ଗାରିଗଡ଼ାର ପଞ୍ଚାୟତବାସୀ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେବା ଲାଗି ଏକ ସଭାର ଆୟୋଜନ କରି ଏକ ମାନପତ୍ର ଦେଇ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ଗୋଟିଏ ଜିନିଷ ମାନେ ସରକାରୀ କର୍ମଚାରୀ ହିସାବରେ ନିଜର ବ୍ୟକ୍ତିତ୍ୱ, ମନୁଷ୍ୟତ୍ୱ, କର୍ମଟା ତା ପଛରେ ଯାହା ସରକାରୀ ଯୋଜନା ଯାହା ଅଛି ତାକୁ ଠିକ୍ ଯୋଗ୍ୟ ଅଧିକାରୀ ପହଞ୍ଚାଏ। ତା ବାଦେ ବ୍ୟବହାର ଯଦି ଠିକ୍ ଅଛି ମାନେ ସରକାରୀ କର୍ମଚାରୀ, ତାହେଲେ ଆପଣ ସବୁ ଜାଗାରେ ଆପଣ ଉଚ୍ଚ ସ୍ଥାନ ପାଇପାରିବେ। ସେଇ ଜିନିଷ ମୁଁ କରିଛି। ବେଶୀ କିଛି ପଞ୍ଚାୟତ ପାଇଁ କରିନି କି ବ୍ଲକ୍ ପାଇଁ କରିନି, ସେଇ ଜିନିଷ ହିଁ କରିଛି। ସେଥିପାଇଁ ହିଁ ଆଜି ଆପଣଙ୍କର ଦେଖୁଛନ୍ତି ଡଙ୍ଗରିଗୁଡ଼ା ଗ୍ରାମ ପଞ୍ଚାୟତର ଜନସାଧାରଣ ତଥା ଆମର ଲୋକପ୍ରତିନିଧି
से प्रकार स्नेह श्रद्धा ଦେଇଛନ୍ତି ଗୋଟେ ଖୁସି ଲାଗୁଛି ମୋର ଚାକିରି ଜୀବନ ଭିତରେ ଏଇଟା ଗୋଟେ ଇତିହାସ ସୃଷ୍ଟି ହେଲା ପରେ ମୋତେ ଲାଗୁଛି କାହିଁକି ମୁଁ ଅଲଗା ପ୍ରାୟ ଅଣ୍ଡିପେଣ୍ଡେଣ୍ଟ କୋରାପୁଟରେ 10-12ଟା ଲୋକ ବୁଲିଛି ଆଉ ବିଧାୟକାଳୀନ ସଭା ବି ହେଇଛି କିନ୍ତୁ ଏଇ ଟାଇପ୍ର ମୁଁ ପଞ୍ଚାୟତ ସ୍ତରରେ ଏତେ ବଡ଼ ଧରଣର କରିବାଟା ବୁଝେକି ନାହିଁ ଲୋକଙ୍କର ସ୍ନେହ ପାଇବାର ଶ୍ରଦ୍ଧା ମୋର କାର୍ଯ୍ୟଶୈଳୀର ସେମାନେ ଲାଭ ବି ପାଇଛନ୍ତି ସେଥିପାଇଁ ସେମାନେ ସ୍ନେହ ଶ୍ରଦ୍ଧା ଦେଇଛନ୍ତି। ଝରିଗାଁରୁ ବସନ୍ତ କୁମାର ସାହୁଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।